ବିଲରେ ଧାନ କଟା ହେଇଯାଇଛି କିନ୍ତୁ ଜମି ହିଡ଼ରେ ଘାସର ଜଙ୍ଗଲ ରହିଛି। ଏହାକୁ କିଛି ଦିନ ପରେ ଏଗୁଡ଼ାକରେ ଲୋକମାନେ ନିଆଁ ଲଗାଇଦେବେ ଏବଂ ଦେଶ ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି କରିଦେବେ। ଏହି ଦେଖନ୍ତୁ ଧାନ କଟା ସରିଯାଇଛି କିନ୍ତୁ ଘାସ ବିଲ ହିଡ଼ରେ ଘାସର ଜଙ୍ଗଲ ଭର୍ତ୍ତି ହେଇ ରହିଛି। ଚାରିଆଡ଼େ ଦେଖନ୍ତୁ ପୁରା ସାରା ଅଞ୍ଚଳ ଘାସରେ ଭର୍ତ୍ତି ହେଇଯାଇଛି ବିଲ ହିଡ଼ ସବୁ। କିଛି ଦିନ ପରେ ଲୋକମାନେ ନିଆଁ ଲଗାଇଦେବେ କିନ୍ତୁ ନିଆଁ ଲଗାଇଦେବା ଫଳରେ ଆମ ପରିବେଶ ବହୁମାତ୍ରାରେ ପ୍ରଦୂଷିତ ହେବ। ତେଣୁ ଜନସାଧାରଣଙ୍କୁ ମୋର ନିବେଦନ, ସେମାନେ ଯେମିତି ଏହି ଘାସରେ ନିଆଁ ନ ଲଗାନ୍ତୁ, ବରଂ ଏହାକୁ କାଟି ସେମାନେ ଖତ କଲେ ବହୁ ଉପକାର ପାଇବେ। ଧାନକୁ ଅମଳ କଲା ବେଳକୁ ଜମିରେ ଅମଳ କରାହେଇଛି ଏବଂ କୁଟାର ଗଦା ସୃଷ୍ଟି ହେଇଛି। ଏହି କୁଟା ଗଦାକୁ ଲୋକମାନେ ନିଆଁ ଲଗାଇ ଦେଇପାରିଥାନ୍ତି କିନ୍ତୁ ସେ ଲୋକମାନଙ୍କୁ ବିନମ୍ର ଅନୁରୋଧ, ଏ କୁଟାକୁ ନିଆଁ ନ ଲଗାଇ ତାକୁ କମ୍ପୋଷ୍ଟରେ ପରିଣତ କରନ୍ତୁ କିମ୍ବା ସେ କୁଟାକୁ ଛତୁ ଚାଷ ପାଇଁ ସେମାନେ ବ୍ୟବହାର କରିପାରିବେ। ଏହାଦ୍ୱାରା ଚାଷୀର ଆର୍ଥିକ ଲାଭ ହୋଇପାରିବ। ଆସନ୍ତୁ ଆମେ ସମସ୍ତେ ମିଳିମିଶି କାମ କରିବା। ଯେଉଁମାନେ ଅଜ୍ଞାନତା ବଶତଃ ସେ କାମ କରୁଛନ୍ତି ତାଙ୍କୁ ଆମେ ସମସ୍ତେ ମିଳିମିଶି ବୁଝାଇବା, ଲୋକମାନଙ୍କୁ ସଚେତନ କରିବା ଏବଂ ସେପରି କଲେ ଆମ ପରିବେଶ ଅତ୍ୟନ୍ତ ଭଲ ରହିବ ଏବଂ ଜୀବଜଗତ ଅନ୍ତତଃ ତିଷ୍ଠିଯିବ। ଜୟ ହିନ୍ଦ।